ବସନ୍ତପୁର ଗ୍ରାମର ମହୋତ୍ସବ ଉଦ୍ଯାପିତ। ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ବସ୍ତା ବ୍ଲକ ଅନ୍ତର୍ଗତ ଅମରଦା ରୋଡ ନଟାକଟା ପଞ୍ଚାୟତ ସ୍ଥିତ ବସନ୍ତପୁରା ଗ୍ରାମ ମନ୍ଦିରରେ ପ୍ରତିବର୍ଷ ପରି ଚଳିତ ବର୍ଷ ଗ୍ରାମ କମିଟି ଗ୍ରାମବାସୀ ତାଙ୍କ ତତ୍ତ୍ୱାବଧାନରେ ଗ୍ରାମ ମହୋତ୍ସବ ଉଦ୍ଯାପିତ ହୋଇଛି। 2 ଦିନ ବ୍ୟାପୀ ଅନୁଷ୍ଠିତ ଏହି ଉତ୍ସବରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ଉମେଶ ଚନ୍ଦ୍ର ପ୍ରଧାନ, ରାଜାକିଶୋର ମହାନ୍ତି, ଗ୍ରାମବାସୀଙ୍କ ସମେତ ବିଭିନ୍ନ ସ୍ଥାନରୁ ବହୁ ଭକ୍ତ, ଶ୍ରଦ୍ଧାଳୁ ଓ ବୁଦ୍ଧିଜୀବୀ ପହଞ୍ଚି ପ୍ରଭୁ ଜଗନ୍ନାଥଙ୍କଠାରେ ଭୋଗ ନୈବେଦ୍ୟ ଅର୍ପଣ କରିଥିଲେ। ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା ନାମ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା। ଏହି ଉତ୍ସବରେ ଗ୍ରାମ କମିଟି, ଗ୍ରାମ ଯୁବକ ଓ ଗ୍ରାମବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଥିଲା। ଜଗନ୍ନାଥ କମିଟି ଓ ଗ୍ରାମବାସୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ପ୍ରବଳ ଭିଡ଼ ଲାଗିଥିଲା। ଜଗନ୍ନାଥ ମନ୍ଦିରକୁ ଯଥାବିଧି ସାଜସଜ୍ଜା, ପୂଜାର୍ଚ୍ଚନା କରାଯିବା ସହ ଠାକୁରଙ୍କଠାରେ ପ୍ରସାଦ ଲାଗି କରାଯାଇଥିଲା। ପରେ ପ୍ରସାଦ ସେବନ ପାଇଁ ବହୁ ଭକ୍ତ, ଶ୍ରଦ୍ଧାଳୁ ବିଭିନ୍ନ ଅଞ୍ଚଳରୁ ଆସି ପ୍ରସାଦ ସେବନ କରିଥିଲେ। ବସ୍ତାରୁ ଶିରୀଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।